जय जगन्नाथ। आपण मानक भल पाइबा पई दिनକୁ ଦିନ ଭିଡ଼ିଓର ଭ୍ୟୁଜ୍ ବଢ଼ୁଛି, ସବସ୍କ୍ରାଇବ୍ ବି ବଢ଼ୁଛି, କିନ୍ତୁ କମେଣ୍ଟ କେହି ବି କରି କହୁନାହାନ୍ତି ଯେ ଭିଡ଼ିଓ କେମିତି ହେଇଛି, କ'ଣ ହେଇଛି। କମେଣ୍ଟ ସିନା କରି କହିଲେ ମୁଁ ଜାଣିବି ଯେ ଭିଡ଼ିଓ କେମିତି ଲାଗୁଛି କି ମୋତେ ଆଉ କ'ଣ କରିବାର ଅଛି। ସେ ଯାହା ବି ହଉ, ଯେଉଁମାନେ ମୋତେ ଜାଣିନାହାନ୍ତି ସେମାନଙ୍କ ପାଇଁ କହି ରଖେ, ମୋ ନାଁ ମହେନ୍ଦ୍ର। ମୁଁ ଗୋଟେ ଭିଡ଼ିଓ ଜର୍ଣ୍ଣାଲିଷ୍ଟ, ଆଉ ଗୋଟେ ମିଡ଼ିଆ ହାଉସ୍ରେ କାମ କରେ। ନ୍ୟୁଜ୍ରେ କେମିତି କାମ ହୁଏ, ତାପରେ ମୋ ଲାଇଫଷ୍ଟାଇଲ୍, ଆଉ ମୁଁ ଅଲଗା ଯାହା ଯାହା କାମ କରେ ସେସବୁ ଜିନିଷକୁ ନେଇକି ମୁଁ ବ୍ଲଗିଂ ବନାଏ। ଆଜିର ବ୍ଲଗିଂଟା ହେଉଛି ଏଇଆ, ସୁଭଦ୍ରା ଯୋଜନାର ପଇସା ମିଳିବ, ମୋଦି ଆସିବେ, ଓଡ଼ିଶାବାସୀକୁ ପଇସା ଦେବେ, ଓଡ଼ିଶାର ମାଆ ମାନେ ପଇସା ପାଇବେ। ଯେଉଁମାନେ ସୁଭଦ୍ରା ଯୋଜନା ପଇସା ପାଇଛନ୍ତି ସେମାନେ ନିଶ୍ଚୟ କମେଣ୍ଟ କରିବେ, ଯେଉଁମାନେ ପାଇନାହାନ୍ତି ସେମାନେ ଲାଇକ୍ କରିବେ। ଆଉ କ'ଣ ଅସୁବିଧା ରହିଛି ଆପଣଙ୍କ ଅଞ୍ଚଳରେ, ଆପଣ କାହିଁକି ସୁଭଦ୍ରା ଯୋଜନା ପଇସା ପାଇନାହାନ୍ତି ତାହା ବି କମେଣ୍ଟରେ ଲେଖିବେ। ଲେଖିଲେ କମ୍ ସେ କମ୍ ଜଣାପଡ଼ିବ ଯେ ଆକ୍ଚୁଆଲି ସୁଭଦ୍ରା ଯୋଜନା ପଇସା ସମସ୍ତେ କାହିଁକି ପାଉନାହାନ୍ତି। ଠିକ୍ ଅଛି, ଚାଲନ୍ତୁ ଦେଖିବା ମୋଦି ଖାଲି ଯେଉଁ ଜାଗାକୁ ଆସିବେ ସେ ଜାଗାଟା କେମିତି ପୁରା ଟେଣ୍ଟ ଲଗା ହେଇଛି, କେତେ ଲୋକ ବସିବେ, କ'ଣ କ'ଣ ସବୁ ହେବ ସେଠି। ଚାଲନ୍ତୁ ସେ ଭିଡ଼ିଓ ଦେଖିବା, ଏ ଟୁ ଜେଡ଼୍ ଦେଖିବା। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏବେଠୁ କହିଦେଉଛି କମେଣ୍ଟ ନିଶ୍ଚୟ କରିବେ, ଆଉ ଭିଡ଼ିଓଟାକୁ ଏବେଠୁ ଲାଇକ୍ କରନ୍ତୁ, ଆଉ ଯଦି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଭିଡ଼ିଓଟି ଦେଖିବା। ମୋଦି ଯେଉଁଠିକି ଆସୁଛନ୍ତି, ଯେଉଁ ଜାଗାକୁ ଆସୁଛନ୍ତି, ସେ ଜାଗାଟା କେତେ ବଡ଼ ଟେଣ୍ଟ ଲାଗିଛି, କେଉଁଠି ସେ ବସିବେ, ଆଉ କେତେ ଲୋକ ସେଠିକି ବସିବେ, ସେଠି ସେ ବ୍ୟବସ୍ଥା ତା ଭିତରେ କ'ଣ ହେଇଛି, ସେଇସବୁ ଜିନିଷ ଆଜି ଦେଖିବା। ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ମୁଁ ଯେମିତି ଆପଣମାନଙ୍କୁ କହିଥିଲି, ମୁଁ ଡ୍ୟୁଟିରେ ପହଞ୍ଚିକି ସିଧା ଜନତା ମଇଦାନ ଚାଲିଲି। ଜନତା ମଇଦାନ ମାନେ ଯେଉଁ ଜାଗାରେ କାଲି ମୋଦିଜୀ ଆସୁଛନ୍ତି, ଗୋଟେ ବିରାଟ ବଡ଼ ଟେଣ୍ଟ ସେଠି ଲାଗିଛି। ଚାଲନ୍ତୁ ଦେଖିବା ଜନତା ମଇଦାନ। ଏଇ ଯେଉଁ ଜାଗାଟା ଦେଖୁଛନ୍ତି ଏଇଟା ହେଲା ଜନତା ମଇଦାନ। ଦେଖନ୍ତୁ ଗାଡ଼ି ଭିତରୁ ଥାଇକି ଭିଜୁଆଲ୍ ପକାଉଛି, ବିଶାଳକାୟ ଏରିଆ। ପୂର୍ବରୁ ଗୋଟେ ମୁଁ ଭିଡ଼ିଓ ବି ବନେଇଥିଲି, ଯେଉଁମାନେ ଦେଖିନାହାନ୍ତି ଯାଇକି ପୂର୍ବ ଭିଡ଼ିଓ ଦେଖିପାରିବେ। ସେତେବେଳେ କ'ଣ ଟେଣ୍ଟ ଗୁଡ଼ା ଆରମ୍ଭ ହେଉଥିଲା, ଏବେ ସମ୍ପୂର୍ଣ୍ଣ ଟେଣ୍ଟ ସରିଯାଇଛି, ଯେହେତୁ ରାତି ପାଇଲେ ଆସିବେ, ତେଣୁକରି ପୁରା କାମ ସରିଯାଇଛି। ଏଇଟା ହେଲା ଟେଣ୍ଟର ବାହାର ଦୃଶ୍ୟ, ତଥାପି କାମ ଟିକେ ଟିକେ ଚାଲିଛି। ଏଇଠି ସବୁ ଆମର ଅଫିସର ମାନଙ୍କର ଗାଡ଼ି ରହିବ, ଆଉ ପବ୍ଲିକ୍ ବି ଏଇ ବାଟେ ଏଣ୍ଟ୍ରି କରିବେ, ଆଉ ମୋଦି ସେପଟେ ଆସିବେ। ଆଉ ଏଇଟା ହେଲା ପବ୍ଲିକଙ୍କର ଏଣ୍ଟ୍ରି ଗେଟ୍। ଏଇଠି ସବୁ ଲାଗିଛି ମେଟାଲ ଡିଟେକ୍ଟର ଆଗରେ, ଆଉ ଏଇଠି ସବୁ ଲାଇଭ୍ର ଗାଡ଼ି ଥୁଆ ହେଇଛି। ଆଉ ଆଗକୁ ଦେଖନ୍ତୁ କେତେଟା ଜେନେରେଟର ଥୁଆ ହେଇଛି। ଏ ସବୁଗୁଡ଼ା ସବୁ ଜେନେରେଟର କରେଣ୍ଟ ସପ୍ଲାଏ ଦେବେ। 15ଟା ଜେନେରେଟର ମୁଁ ଗଣିଥିଲି, 15ଟା ନା 10ଟା ଜେନେରେଟର ଖାଲି ଅଛି ଲାଇଭ୍ ମାନେ କରେଣ୍ଟର ବ୍ୟାକଅପ୍ ଦେବା ପାଇଁ। ଆଗକୁ ଯିବା, ଏବେ ଯିବା ଚାଲନ୍ତୁ ଟେଣ୍ଟ ଭିତରକୁ। ଏଇଟା ହେଲା ଟେଣ୍ଟର ଭିତର। ଦେଖନ୍ତୁ କେତେ ଚେୟାର, ଯାହା କୁହାଯାଉଥିଲା, ମୁଁ ଯାହା ପଚାରୁଥିଲି IMPR ଡିପାର୍ଟମେଣ୍ଟରେ, ସେମାନେ କହୁଥିଲେ ଯେ ପାଖାପାଖି 70,000 ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। 70,000 ଲୋକ ଏଇ ଟେଣ୍ଟ ତଳେ ବସିକିରି ଖାଲି ମୋଦିଜୀଙ୍କୁ ଦେଖିବେ। ଆଉ ମୋଦିଜୀ କାଲି ଆସିକି ଏଇଠି ଭାଷଣ ଦେବେ, ଆଉ ସୁଭଦ୍ରା ଯୋଜନା ପଇସା ଦେବେ। ଖାଲି ସୁଭଦ୍ରା ଯୋଜନା ପଇସା ନାହିଁ, ମୋଦିଜୀ କାଲି ଆସିବେ, ରେଲୱେର କିଛି ପ୍ରୋଜେକ୍ଟ ଅଛି, ଆଉ କିଛି ହାଇୱେ ପ୍ରୋଜେକ୍ଟ ଅଛି, ସେ ପ୍ରୋଜେକ୍ଟକୁ ବି ଇନାଗୁରେସନ୍ କରିବେ। ଏଇ ଯେଉଁଟା ଆପଣ ଦେଖୁଛନ୍ତି ଏଇଟା ହେଲା ଷ୍ଟେଜ୍। ଏଇ ଷ୍ଟେଜ୍ରେ ବସିବେ, ଆଉ ଏ ଲେଫ୍ଟ ସାଇଡ଼୍ରେ ଲୋକ ବସିବେ, আর ରାଇଟ୍ ସାଇଡ଼୍ରେ ଅଫିସରମାନଙ୍କ ପାଇଁ କ୍ୟାମ୍ପ ହେଇଛି, ମୋଦିଜୀଙ୍କ ପାଇଁ ମଧ୍ୟ କ୍ୟାମ୍ପ ହେଇଛି। ଏଇଟା ହେଲା ସେଇ ଜାଗା ଯେଉଁଠିକି ବସିବେ ସବୁ ଗେଷ୍ଟ। ଏଇ ଯେଉଁ ହ୍ୱାଇଟ୍ ଚେୟାର ପଡ଼ିଛି ଦେଖୁଛନ୍ତି, ଏଇଟା ସବୁ VVIPଙ୍କ ପାଇଁ ଚେୟାର ପଡ଼ିଛି, ମାନେ ଯେତେ ସବୁ MLA MP ରହିଲେ ସେମାନେ ଏଇଠି ବସିବେ। ଆଉ ଆ ପଛକୁ ମୁଁ ଆଉ ଟିକେ ପରେ ବାହାରକୁ ଗଲେ ଦେଖେଇବି, ରେଡ୍ କଲର୍ର ଚେୟାର ପଡ଼ିଛି। ଆଉ ଏ ଭିତରଟା ପୁରା କୁଲର ଲାଗିବ, ଯେହେତୁ ବହୁତ ଲୋକ ବସିବେ, ଗରମ ହେବ। ଆଉ ଏଇ ଯେଉଁ ସେକ୍ସନଟା ଦେଖୁଛନ୍ତି ଏଇଟା ହେଲା ସାଉଣ୍ଡ ମ୍ୟୁଜିକ୍ ସିଷ୍ଟମ ଲାଗିଛି ଏସବୁ, ଆଉ କ୍ୟାମେରାର ଅପରେଟିଂ ଗୁଡ଼ା ଏଇପଟରୁ ହେବ। ଆପଣମାନେ ସବୁ ଲାଇଭ୍ ଦେଖିପାରିବେ, ଏଇଟା ଆପଣମାନେ ପଞ୍ଚାୟତ ଦେଖିପାରିବେ। ଆଉ ଏଇ ଯେଉଁଟା ଦେଖୁଛନ୍ତି ଏଇଟା LED ପ୍ୟାନେଲ ଲାଗିଛି। ଏମିତି LED ପ୍ୟାନେଲ ଲାଗିଛି, ଦେଖନ୍ତୁ ପୁରା ପଛକୁ ପଛ ଧାଡ଼ି ଧାଡ଼ି ହେଇକି ଲାଗିଛି, ପୁରାଟା ଲାଗିଛି ତା ଭିତରେ। ଆଉ ଯେହେତୁ ମୋର ଡ୍ୟୁଟି ଥିଲା, ମୁଁ ପୁରା କ୍ୟାମେରା ନେଇକି ରେଡ଼ି, ଆମର ଲାଇଭ୍ ହେବ। ଯେହେତୁ ମୁଁ ଆପଣଙ୍କୁ ଆରମ୍ଭରୁ କହିଛି ମୁଁ ଗୋଟେ ମିଡ଼ିଆ ହାଉସ୍ରେ କାମ କରୁଛି, ଆପଣମାନଙ୍କୁ ମୁଁ ହିଁ ଅପଡ଼େଟ୍ ବ୍ଲଗିଂ ଦେଖାଏ, କେମିତି ଆମେ ନ୍ୟୁଜ୍ରେ କାମ କରୁ, ଆଉ ନ୍ୟୁଜ୍ ପୂର୍ବରୁ ଆମେ ସେ ଜାଗା କେମିତି ଥାଏ ସେଇଟା ମୁଁ ଆପଣଙ୍କୁ ଦେଖାଉଛି। ଏଇ ଦେଖନ୍ତୁ ଏସବୁ ହ୍ୱାଇଟ୍ ଚେୟାରଟା ସବୁ ଗେଷ୍ଟ VVIP ମାନଙ୍କ ପାଇଁ। ଆଉ ଏଇ ଦେଖନ୍ତୁ କେମିତିଆ କ୍ୟାମେରା ଲାଗିଛି। କାଲି ସବୁ ଏଇସବୁ କ୍ୟାମେରା ମାନଙ୍କରେ ଭାଇମାନେ ଆମର ଲାଇଭ୍ ଫିଡ୍ ଆପଣମାନଙ୍କୁ ଦେବେ। ଆପଣମାନେ ସବୁ ଲାଇଭ୍ କାଲି ଦେଖିବେ ଘରେ ବସିକି। ଯେଉଁମାନେ ଆସିପାରିବେନି ଏଇଠିକି, ସେମାନେ ଏଇଠି ବସିକି ଲାଇଭ୍ ଫିଡ୍ ଦେଖିପାରିବେ। ଆଉ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି, ଯେଉଁମାନେ ସୁଭଦ୍ରା ଯୋଜନା ପଇସା ଖାଲି ପାଉଛନ୍ତି ସେମାନେ କମେଣ୍ଟ କରି ନିହାତି ଜଣାଇବେ, ଆଉ ଭିଡ଼ିଓକୁ ଲାଇକ୍ କରିବେ। କାହିଁକିନା ଆପଣମାନଙ୍କ ପାଇଁ ହିଁ, ଆପଣମାନେ ଯେଉଁମାନେ କାଲି ଟିକେ ଆସିପାରିବେନି ସେଇମାନଙ୍କ ପାଇଁ ହିଁ ମୁଁ ଭିଡ଼ିଓଟା ବନେଇଛି। ସେମାନେ ଦେଖିବେ ଯେ ଏ ଜାଗାଟା କେମିତିଆ ହେଇଛି,
आ भितर केते टेंट केते बड़े देखो टेंट एटा पूरा सीधा टेंट आ लेफ्ट साइड की भी टेंट लगी पूरा दूर दूर पर टेंट लगी एटा से एलईडी जो थी कि जो मैंने दूर देखि पारे ना मुझे बहुत दूर बसवे तेणुक से एलईडी रे ही डिस्प्ले हम तो से देखिपारे ये देखो ये थी लाइव कराला आमर ये बैक पछपटे देखो मोर स्टेजटा पूरा बैक साइड रे मोर पूरा स्टेजटा अच्छी आउ ए फ्रंट रे गेस्ट बसवे चलते सेपट को जीवा नालिया चेयर गुड़ा देखा यही जो चेयर गुड़ा देखुं यही चेयर मानक जनरल पब्लिक आसवे ये बसवे ये चेयर रे आउ एटा देखो जिमिटा लगी लंबा कैमेरा लगे ये सब ऑडियंस मानकर जो ताली मारे हुड़ुड़ी पकेबे ये सब वीडियो गुड़ा यही कैमेरा ही जीव देखो केते बड़ जगह देखो केते चेयर पड़े 70,000 लोक बसवे बहुत लोक एथे बसवे तेणुक बहुत बड़ काली जनसमागम हम से काली स्कूल भुवनेश्वर बीएमसी अंडर रे जिते स्कूल सबको छुट्टी कर दिया है देखो पार्किंग प्लेसटा जो मैंने बीबीआई मैंने आसवे से मैंने ये बसिक पार्किंग करेंगे ये भीतर कम सरीगला मु ऑफिस जाऊँगी ऑफिस रे आज आम विश्वकर्मा पूजा भी थिला देखिए कौन आज भोजी हो बोली कहते कौन खाया कर कौन ना 2टा 2:30 भी है मु ऑफिस चलि यहाँ हूँ आम कलिंग टीवी ऑफिस यहाँ आम ऑफिस बाहर दृश्यटा ये डाहाण पटक बास ये आमर विश्वकर्मा को पूजा कराई आउ यहाँ है आमर भोजी भात चलती सब भाई मैंने आइला सब खियापिया आरंभ कर सारे मुझे गली आमर भात डालमा खटा खीरी होता मैं खाइली ठाकुर मुंडिया मुंडिया माइली मार देकर जेहेतु संध्या से जगटा केमती देखा जनता मैदान मुझे पुणी चलली बाबा देखो कि लाइटिंग देखो जनता मैदान पूरा सुंदर भाव लाइटिंग कराई जनता मैदान टा पूरा एंटायर जनता मैदान लाइटिंग अवश्य खाली मोदीजी प्रोग्राम 11टा बेले अच्छी 11टार आसवे 1:30 1:50 बेलू कम सर जाइए हेले भी जनता मैदान टाक पूरा सजे दिखाई बहुत सुंदर देखा मुझे क्वालिटी भिजुआल नहीं जावा कलरफुल लगुच जनता मैदान तापर जनता मैदान बाहर आप देखुं बहुत सुंदर देखा चलतु जो मैंने काली सुभद्रा योजना पैसा पाँच से मो तरफ आगुआ कंग्राचुलेसन यू मिल सुभद्रा योजना पैसा आपण मैंने वीडियो को लाइक करेंगे और कमेंट करेंगे।